ବଂଶାବଳୀ 6 ଅଧ୍ୟାୟ ଲୋକର 32 ପର୍ବ। ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଦ୍ୱିତୀୟ ଯେବେ ତୁମ ବଂଶାବଳୀ 6 ମହାନାମ ଓ ଅଧ୍ୟାୟ ତୁମର 32 ବଳବାନ ପର୍ବ। ହସ୍ତ ଓ ତୁମରି ବିସ୍ତୀର୍ଣ୍ଣ ବାହୁ ସକାଶୁ ଦୂର ଦେଶରୁ ଆସେ ଓ ଆସି ଏଇ ଗୃହ ଆଡେ ପ୍ରାର୍ଥନା କରେ। ଗୃହ ଆଡେ ପ୍ରାର୍ଥନା କରେ, ଗୃହ ଭିତରକୁ ଯାଇକି ନୁହେଁ କି ଗୃହରେ ବସିକି ନୁହେଁ, କେବଳ ବାହାରୁ ଦେଖି ଗୃହ ଆଡକୁ ଦେଖିକି ଯେତେବେଳେ ପ୍ରାର୍ଥନା କରେ। 33 ପଦ, ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶୁଣ। ଏଠି କିଏ ପ୍ରାର୍ଥନା କରୁଛନ୍ତି? ଜଣେ ଦୂର ଦେଶରୁ ଆସିଥିବା ଜଣେ ବିଦେଶୀ ଯେବେ ତୁମ ମହାନାମକୁ ଓ ତୁମର ବଳବାନ ହସ୍ତକୁ ଓ ତୁମର ବିସ୍ତୀର୍ଣ୍ଣ ବାହୁବଳ ସକାଶୁ ଦୂର ଦେଶରୁ ଆସି ତୁମ ଆଡକୁ ଚାହିଁ, ମାନେ ପରମେଶ୍ୱରଙ୍କର ମନ୍ଦିର ଆଡକୁ ଚାହିଁ ଯେବେ ଆପଣା ନିବାସ ସ୍ଥାନ, ତେବେ ତୁମେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ସେ ବିଦେଶୀ ତୁମ ନିକଟରେ ଯାହା ଯାହା ପ୍ରାର୍ଥନା କରେ ଆଉ ତଦ୍ ଅନୁସାରେ ତାହା ପ୍ରତି କର। ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ। ଟିକେ ଚିନ୍ତା କର, ଦୂର ଦେଶରୁ ଗୋଟେ ବିଦେଶୀ ଯେତେବେଳେ କେବଳ ପରମେଶ୍ୱରଙ୍କର ମନ୍ଦିର ଦେଖିବା ନିମନ୍ତେ ଆସୁଥିଲେ। ଆପଣ ମାନେ ଜାଣିଛନ୍ତି ଦୂର ଦେଶରୁ ଆଉ ପରମେଶ୍ୱରଙ୍କର ସେଇ ମହାନ ପବିତ୍ର ମନ୍ଦିରକୁ ଲୋକମାନେ ଦେଖିବା ପାଇଁ ଆସୁଥିଲେ। କିନ୍ତୁ ଏଠି ଆମେ ଦେଖିପାରୁଛୁ ଯେ ଯେତେବେଳେ ବିଜାତୀୟ ଲୋକମାନେ ଦୂର ଦେଶରୁ ଆସନ୍ତି ଆଉ କେବଳ ମନ୍ଦିର ଆଡକୁ ଚାହିଁକି ଯେକୌଣସି ସେମାନଙ୍କର ବାଞ୍ଛା, ଯେକୌଣସି ଆଶା ଆକାଂକ୍ଷା ଥାଏ ଆଉ ସେମାନେ ପ୍ରାର୍ଥନା କରନ୍ତି, ସେଇ ପ୍ରାର୍ଥନାକୁ ତୁମେ ଶୁଣ ଏବଂ ସେମାନଙ୍କୁ ଉତ୍ତର ଦିଅ, ତେବେ ସେମାନେ ତୁମକୁ ଜାଣିବେ। This is what exactly known as missionary praying, missionary ପ୍ରାର୍ଥନା। এই ପ୍ରକାର ପ୍ରାର୍ଥନା ଆମମାନଙ୍କର ଦୈନନ୍ଦିନ ଜୀବନରେ ଥିବା ପ୍ରାର୍ଥନା। এই ପ୍ରକାର ପ୍ରାର୍ଥନା ଆମମାନଙ୍କର ଜୀବନରେ ଥିବା ଅନେକ ପ୍ରାର୍ଥନା ମାନଙ୍କ ମଧ୍ୟରୁ ଗୋଟେ ପ୍ରାଧାନ୍ୟ ପ୍ରାର୍ଥନା ଭାବରେ ଆମେ ଆମମାନଙ୍କ ଜୀବନରେ ସେ ନିଷ୍ପତ୍ତି ନେଇ ଅଛୁ। ଆମେ ଯେତେବେଳେ ପ୍ରଭୁ ଶିଖାଇଥିବା ଆଦର୍ଶ ପ୍ରାର୍ଥନା ଆମେ ଦେଖୁଛୁ ଲୋକ ଲିଖିତ ସୁସମାଚାର 10 ଅଧ୍ୟାୟର 1 ପଦରୁ, ଆଉ ପ୍ରଭୁ ତାଙ୍କ ଶିଷ୍ୟମାନଙ୍କୁ ଡାକିଥିଲେ ଆଉ ସେ ଶିଷ୍ୟମାନେ ପ୍ରଭୁଙ୍କୁ ପଚାରିଥିଲେ ଯେ ପ୍ରଭୁ ଆମମାନଙ୍କୁ ତୁମେ ପ୍ରାର୍ଥନା କରିବାଟା ଶିଖାଅ। ଆଉ ଆମେ ପ୍ରଥମ ବିଷୟ ଯୋଉଟା କି ପ୍ରାଧାନ୍ୟ ବିଷୟ ବୋଲି ଆମେ ଦେଖୁଛୁ, ଆଉ ସେଇଟା ଆମେ ପ୍ରାର୍ଥନା କରୁଥିବା ସମୟରେ ଆମେ ତାହା କରିଥାଉ। ଆହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭର ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ନାମ, ଦିସ୍ ଇଜ ଦ ଫୋକସ୍ ଅଫ୍ ମିଶନ୍ସ। ଆମମାନଙ୍କ ଜୀବନରେ ଆଉ କୌଣସି ବିଷୟ ମାନ୍ୟ ନ ହଉ, କିନ୍ତୁ ତୁମର ନାମ ମାନ୍ୟ ହଉ, ଦ ଫୋକସ୍। ଏବଂ ତୁମରି ରାଜ୍ୟ ଆସୁ। ପ୍ରତିଦିନ ପ୍ରଥମେ ପ୍ରଭାତରେ ଆମେ ଯେତେବେଳେ ଆମମାନଙ୍କର ଯେତିକି ପୁରାତନ ମଣ୍ଡଳୀ ଗୁଡିକରେ ପ୍ରାର୍ଥନା କରାଯାଏ, ପ୍ରତିଦିନ ପ୍ରଭାତରେ ପ୍ରଭୁ ଶିଖାଇଥିବା ଆଦର୍ଶ ପ୍ରାର୍ଥନା କରାଯାଏ। ଆଉ ଏଇ ପ୍ରାର୍ଥନାରେ 70% ଆମମାନଙ୍କର ଦୈନନ୍ଦିନ ଜୀବନରେ ଯାହା ଦରକାର, ଆଜି ଆମମାନଙ୍କ ପ୍ରୟୋଜନ ଆହାର ଦିଅ, ଆମମାନଙ୍କୁ ତୁମେ କ୍ଷମା କର, ଆମମାନଙ୍କୁ ପରୀକ୍ଷାରେ ଏମାନଙ୍କୁ ଏସବୁ 70% ଅଛି। ଆଉ 70% ଆମେ ଯଦି ଦେଖିବା ସେଟା ବ୍ୟକ୍ତିଗତ ବିଷୟରେ ଦ୍ୱିତୀୟ ଭାଗରେ ଅଛି, କିନ୍ତୁ ପ୍ରଥମ ପ୍ରାୟୋରିଟିଟା ଯୋଉଟା କି ପ୍ରାମୁଖ୍ୟ ଭାବରେ ଦିଆଯାଇଛି ସେଟା ହଉଛି ତୁମରି ନାମ ଏବଂ ତୁମରି ରାଜ୍ୟ। ଆମମାନଙ୍କର ଦୈନନ୍ଦିନ ପ୍ରାର୍ଥନାରେ ଆମେ ଯୋଉ ମିଶନାରୀ ପ୍ରାର୍ଥନା, ଯୋଉ ମିଶନାରୀ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା, ତାର କି ପ୍ରକାର ଆମେ ପ୍ରାଧାନ୍ୟତା ଦଉଛୁ।
ଆମେ ଯଦି ପ୍ରେରିତ ପୁସ୍ତକକୁ ଦେଖିବା, ପ୍ରାର୍ଥନାରେ ସେମାନେ ନିର୍ଦ୍ଦିଷ୍ଟ ଥିଲେ, କିନ୍ତୁ ପ୍ରେରିତ ପୁସ୍ତକରେ ଆମେ ଦେଖିପାରୁଛୁ ପ୍ରଥମ ଅଧ୍ୟାୟର 22 ପଦ, ତାର ଦ୍ୱିତୀୟ ଭାଗ 24 ପଦ ଏବଂ 25 ପଦ, ସେମାନେ ଦ୍ୱାଦଶ ଯେତେବେଳେ ଜିହୁଦାଙ୍କର ସେ ସ୍ଥାନକୁ ପୂର୍ଣ୍ଣ କରିବା ନିମନ୍ତେ ସେମାନେ ଚିନ୍ତା କଲେ, ସେମାନେ ପ୍ରାର୍ଥନା କଲେ ଯେ ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଆମମାନଙ୍କୁ 12 ଜଣ ପ୍ରେରିତ ମାନଙ୍କୁ ଆଉ ତାଙ୍କ ସେବାକୁ ଆଗକୁ ନେବା ପାଇଁ ନିଯୁକ୍ତ କରିଥିଲେ, କିନ୍ତୁ ଜଣେ ନାହାନ୍ତି। ଆମେ କଣ କରିବା? ପ୍ରଥମ ନିବେଦନ ପ୍ରାର୍ଥନା, ପ୍ରଭୁ ତୁମେ ତୁମର ସେବା ନିମନ୍ତେ ଆମେ କାହାକୁ ନିଯୁକ୍ତ କରିବୁ? କିଏ ଆଉ ସେହି ଶୂନ୍ୟ ସ୍ଥାନକୁ ପୂରଣ କରିବ? ତାହା ସେମାନେ ଆମେ ଦେଖିପାରୁଛୁ, ସେମାନେ ପ୍ରଥମେ ପ୍ରାର୍ଥନା କରୁଛନ୍ତି, ସେମାନେ ନିବେଦନ କରୁଛନ୍ତି ଯେ ପ୍ରଭୁ ଆମମାନଙ୍କୁ ସେଇ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ତୁମେ ସାହାଯ୍ୟ କର। ଆମେ କି ପ୍ରକାର ସେଇ ଶୂନ୍ୟ ସ୍ଥାନକୁ ପୂରଣ କରିବା ଏବଂ ତୁମର ସେବା ନିମନ୍ତେ ଆଉ ଜଣକୁ ଆମେ ନିଯୁକ୍ତ କରିବା। କଣ ମୁଁ ଏଠି କହିବା ପାଇଁ ଚାହୁଁଅଛି ଯେ ସେଇ ପ୍ରାମୁଖ୍ୟ ବିଷୟ ମିଶନାରୀ ପ୍ରାର୍ଥନା, ମିଶନାରୀ ସେବା କାର୍ଯ୍ୟ ନିମନ୍ତେ ପ୍ରଭୁଙ୍କର ସେଇ ମହାନ ପ୍ରାର୍ଥନା କରୁଥିବା ପ୍ରାର୍ଥନାକାରୀ ମାନେ ଆମେ ପ୍ରଭୁଙ୍କ ସାନ୍ନିଧ୍ୟରେ ଏହି ବିଷୟକୁ ମଧ୍ୟ ଆମେ ଗୋଟେ ପ୍ରାମୁଖ୍ୟ ବିଷୟ ଭାବରେ ନେବା। ଆଜି ଏହି ଅକ୍ଟୋବର ମାସରେ ଅନେକ ଜାଗାରେ ମୁଁ ଦେଖୁଛି ଯେ ବର୍ଷକୁ ଥରେ ଯୋଉମାନେ ଅନେକ ପ୍ରଭୁଙ୍କ ମିଶନାରୀ ମାନଙ୍କୁ ତାଙ୍କ ମଣ୍ଡଳୀ ମାନଙ୍କୁ ଡାକନ୍ତି ଆଉ ସେମାନେ ମିଶନ ସଣ୍ଡେ କହିକି ସେମାନେ ଦିଅନ୍ତି। ସେଟା ବାଇବଲ ସୋସାଇଟି ହେଇପାରେ, ଗିଡିଆନ୍ସ ହେଇପାରେ, ସେଟା IEM ହେଇପାରେ, IIT ହେଇପାରେ, ବ୍ଲେସିଂ ୟୁଥ୍ ମିଶନ ହେଇପାରେ, ମିଶନାରୀ ମାନଙ୍କୁ ଡାକନ୍ତି, ଆଜ୍ଞା ଆପଣ ଆସନ୍ତୁ, ବର୍ଷକୁ ଥରେ ଆମେ ମିଶନାରୀ ସେବା କାର୍ଯ୍ୟ ନିମନ୍ତେ ଆମେ ମିଶନାରୀ ମାନଙ୍କୁ ଆମ ମଣ୍ଡଳୀକୁ ଆହ୍ୱାନ କରୁଅଛୁ, ଆପଣ ମାନେ ଆସିକି ଆମମାନଙ୍କୁ ମିଶନାରୀ ସଣ୍ଡେରେ ଆପଣ ମାନେ ବାକ୍ୟ ଦିଅନ୍ତୁ। ତ ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ମାନେ, ପ୍ରଥମ ବିଷୟ ଯାହା ଆପଣମାନଙ୍କ ସାମ୍ନାରେ ମୁଁ ଉପସ୍ଥାପନା କରିବା ପାଇଁ ଚାହୁଁଛି ତାହା ହେଉଛି ମିଶନାରୀ ପ୍ରେଇଂ ସୁଡ୍ ବି ଦ ସୁପ୍ରିମ୍ ପ୍ରେଇଂ। ସବୁଠାରୁ ଆମମାନଙ୍କ ଜୀବନରେ ସୁପ୍ରିମ୍ ରାଜତ୍ୱ କରୁଥିବା ବିଷୟ ବା ସବୁଠାରୁ ଶ୍ରେଷ୍ଠ ପ୍ରାର୍ଥନା ଯଦି ଆମମାନଙ୍କ ଜୀବନରେ ରହିବାର ଅଛି ତାହା ହେଉଛି ମିଶନାରୀ ପ୍ରେଇଂ, ମିଶନାରୀ ପ୍ରାର୍ଥନା। ମୁଁ ଏଠି ଆପଣମାନଙ୍କୁ ନେଇଯିବା ପାଇଁ ଚାହୁଁଛି ସେଇ ପରମେଶ୍ୱରଙ୍କର ଜୀବନ୍ତ ବାକ୍ୟର ସେଇ ସ୍ଥାନ ଯୋଉଠି ସାଧୁ ପାଉଲ ସେ କହୁଅଛନ୍ତି ମିଶନାରୀ ପ୍ରାର୍ଥନା ବିନା ଆମେ ଆଗକୁ ବଢି ପାରିବାନି। ଆଉ ତାଙ୍କର ଶିଷ୍ୟ ତିମୋଥୀଙ୍କୁ ସେ ଯେତେବେଳେ ଶିକ୍ଷା ଦିଅନ୍ତି ସେବା କାର୍ଯ୍ୟରେ ଆଗକୁ ବଢିବା ନିମନ୍ତେ, ସେଇ ବିଷୟକୁ ସେ ଉଲ୍ଲେଖ କରି କହୁଛନ୍ତି ପ୍ରଥମ ତିମୋଥୀ 2ୟ ଅଧ୍ୟାୟର ପ୍ରଥମ ଆଉ ସେଇ ବର୍ଷ ଗୁଡିକରୁ ଆମେ ଯେତେବେଳେ ପଢିଥାଉ, ପ୍ରଥମ ତିମୋଥୀ 2ୟ ଅଧ୍ୟାୟରୁ ଆମେ ଯେତେବେଳେ ପଢିଥାଉ ସେଠି ଆମେ ଦେଖିପାରୁଛୁ এই ପ୍ରକାର ବାକ୍ୟ କହେ, ଆମେ ମାନେ ଯେପରି ସର୍ବୋତ୍ତ ଭାବେ ଈଶ୍ୱର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଆଉ ସେଇ ବିଷୟ ଗୁଡିକ ଆମେ ଯେତେବେଳେ ଜୀବନ ଯାପନ କରିବା ନିମନ୍ତେ ସେ କହୁଅଛନ୍ତି, ସେ 2ୟ ପଦରେ ଆମେ ଦେଖିପାରୁଛୁ ପ୍ରାର୍ଥନାରେ ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ, ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଅଛି। ସର୍ବପ୍ରଥମେ ଅନୁରୋଧ କରୁଅଛନ୍ତି, କିନ୍ତୁ 2 ପଦରେ ଯାହା ଆରମ୍ଭ ହେଇଛି ତାହା ଯଦି ପଢିବେ, ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ ପ୍ରଥମେ ଫର୍ଷ୍ଟ ଅଫ୍ ଅଲ୍ ପ୍ରେ ଫର୍ ଅଲ୍
ସର୍ବସାଧାରଣ ଲୋକ। ତାମାନେ କଣ? ଓଡ଼ିଶା ବାସୀଙ୍କ ନିମନ୍ତେ, ଭାରତ ଦେଶ ନିମନ୍ତେ ଏବଂ ପୃଥିବୀସ୍ଥ ଅନେକ ଦେଶ ଗୁଡ଼ିକ ନିମନ୍ତେ ଆମେ ପ୍ରାର୍ଥନା କରିବା। ଦିସ୍ ଇଜ ଦ ଫର୍ଷ୍ଟ ଆଣ୍ଡ ସୁପ୍ରିମ। ଆମେ ଦ୍ୱିତୀୟ ବଂଶାବଳୀରେ ମଧ୍ୟ ଆମେ ସେ ବିଷୟ ଦେଖୁଥିଲୁ। ଆଉ ଆମେ ଦେଖିଲୁ ପ୍ରଭୁ ଶିଖାଇଥିବା ପ୍ରାର୍ଥନାରେ ତାହାଙ୍କ ନାମ, ତାହାଙ୍କ ରାଜ୍ୟ, ତୁମରି ଇଚ୍ଛା ସଫଳ ହଉ। His name, His kingdom, His will। ଆଉ କେବଳ ଗୋଟିଏ ବିଷୟ ସେଠି ଅଛି ଯେ ଆଜି ଆମ ପ୍ରୟୋଜନ ଆହାର ଦିଅ। ଗୋଟିଏ ଜିନିଷ ହଉଛି ଶାରୀରିକ ବା ଶରୀର ନିମନ୍ତେ, ବାକି ସବୁ ବିଷୟ ହଉଛି ପରମେଶ୍ୱରଙ୍କର ରାଜ୍ୟ ନିମନ୍ତେ। Mostly the prayers are occupied with healing and health, worries and wealth. Mostly। ମତେ କ୍ଷମା କରିବେ, କିନ୍ତୁ এই ପ୍ରାର୍ଥନା ପ୍ରଭୁଙ୍କ ଦାସମାନେ କୁହନ୍ତି ଏଇଟା ବିଜାତୀୟ ମାନେ କରୁଥିବା ପ୍ରାର୍ଥନା। ସୁସ୍ଥତା, ଶାରୀରିକ ସୁସ୍ଥତା ଏବଂ ଆରୋଗ୍ୟତା, ଆମମାନଙ୍କର ଚିନ୍ତା ଏବଂ ଧନ ଧାନ୍ୟ ତ ନୁହେଁ, ଡାଇରେକ୍ଟଲି ନୁହେଁ, କିନ୍ତୁ ଚାକିରି ପାଇଁ, ପ୍ରମୋସନ ପାଇଁ, ଏସବୁ ହଉଛି ହିଡେନ୍ ପ୍ରେୟର, ବିଜାତୀୟ ମାନେ କରୁଥିବା ପ୍ରାର୍ଥନା। ଶୁଣିବା ପାଇଁ ଚିନ୍ତାଦାୟକ ହେଇପାରେ, କିନ୍ତୁ ଆମମାନଙ୍କ ପ୍ରାର୍ଥନାକୁ କେଉଁ ବିଷୟ ଗୁଡ଼ିକ ବହୁତ ଅଧିକ ଅକୁପାଇ କରୁଅଛି। ଟିକେ ଚିନ୍ତା କରିବା ସକାଳ ସମୟରେ। ସାଧୁ ପାଉଲ କହୁଛନ୍ତି ପ୍ରଥମେ ସର୍ବପ୍ରଥମେ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରିକି ସେମାନେ ପ୍ରଭୁଙ୍କ ଜୀବନ୍ତ ଜ୍ଞାନ, ପ୍ରଭୁଙ୍କ ଆଡକୁ ସେମାନେ ଆସିପାରନ୍ତି। ଦ୍ୱିତୀୟ ବିଷୟ ହଉଛି ମିଶନାରୀ ପ୍ରେଇଂ ସୁଡ୍ ବି ସ୍ପେସିଫିକ ଭାବରେ, ନିର୍ଦ୍ଦିଷ୍ଟ ଭାବରେ ମିଶନାରୀ ପ୍ରାର୍ଥନା କରିବା। ସେଇ ଅନ୍ଧ ଲୋକଟି ଯେତେବେଳେ ଯୀଶୁଙ୍କ ପାଖକୁ ଆସିଥିଲା, ମାର୍କ ଲିଖିତ ସୁସମାଚାର 10ମ ଅଧ୍ୟାୟରେ ଆମେ 46ରୁ 52 ଯାଏଁ ଦେଖିପାରୁଛୁ। ଅନ୍ଧ ଲୋକଟି ଯୀଶୁଙ୍କ ପାଖକୁ ଆସିଥିଲା, କିନ୍ତୁ ସେ ପ୍ରାର୍ଥନା ଠିକରେ କରୁନଥିଲା। ହେ ପ୍ରଭୁ ମତେ ଦୟା କର, ମତେ ଦୟା କର, ମତେ ଦୟା କର। କିନ୍ତୁ ଯୀଶୁ ତାଙ୍କୁ ପଚାରୁଛନ୍ତି, what do you want me to do to you? ମୁଁ ତୁମକୁ କଣ କରିବି ବୋଲି ତୁମେ ଚାହୁଁଅଛ? What do you want me to do? Specifically, ତାପରେ ହିଁ ସେ କହୁଛନ୍ତି ପ୍ରଭୁ ମୁଁ ଦେଖିବା ପାଇଁ ଚାହେଁ। ସ୍ପେସିଫିକ। ସେଥିପାଇଁ ପ୍ରଭୁ ଯୀଶୁ ଯେତେବେଳେ ପ୍ରାର୍ଥନା ଶିଖଉଛନ୍ତି, ସେ କହୁଛନ୍ତି, ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟରେ ଆମେ ଦେଖିପାରୁଛୁ, ସେବକ ମାନେ ବହୁତ କମ ଅଛନ୍ତି। ପ୍ରେ ଫର ଲେବରର୍ସ। ସ୍ପେସିଫିକ ଭାବରେ ପ୍ରେ ଫର ଲେବରର୍ସ। ପ୍ରଭୁ ତୁମେ ତୁମର ଦାସ ମାନଙ୍କୁ ତୁମେ ପଠାଅ, ତୁମର ଦାସ ମାନଙ୍କୁ ପଠାଅ। ପ୍ରଭୁଙ୍କର ଲୋକମାନେ ଯେତେବେଳେ ବିଲି ଗ୍ରାହାମଙ୍କ ପରିବାରକୁ ଯାଇକି ରୁଥ ଗ୍ରାହାମକୁ ମ୍ୟାଡମକୁ ପଚାରୁଛନ୍ତି, ଆପଣଙ୍କ ପାଖରେ କିଛି ପ୍ରାର୍ଥନା ପୁସ୍ତକ ଅଛି କି? କଣ ଆପଣ ପ୍ରାର୍ଥନା କରନ୍ତି? Which is your prayer book? And she told, yes, I have a devotional prayer book. Devotional prayer book? କୋଉ devotional prayer book ଆପଣ ପଢୁଛନ୍ତି? ଆମମାନଙ୍କୁ ସେ ପୁସ୍ତକ ଦେଖାନ୍ତୁ। ଆଉ ସେ 1 ମିନିଟ ଅପେକ୍ଷା କରନ୍ତୁ ବୋଲି ଘର ଭିତରକୁ ଯାଇକି ସେ ବାହାରକୁ ଆଣିଥିଲେ, ଆଉ ସମସ୍ତଙ୍କୁ ଦେଖାଇଥିଲେ, yes, this is my prayer book. Which is my prayer book? My prayer book is the newspaper. ପ୍ରତିଦିନ ସେ ଖବର କାଗଜ ପଢନ୍ତି। ଖବର କାଗଜ ପଢିବା ନିମନ୍ତେ ନୁହେଁ, ଜାତୀୟ ଅନ୍ତର୍ଜାତୀୟ ରାଜନୀତି ଜାଣିବା ନିମନ୍ତେ ନୁହେଁ, କିନ୍ତୁ ସବୁ କିଛି ପଢିଲା ପରେ ସେ ଖବର କାଗଜରେ ଯାହା ଯାହା ବିଷୟ ସାରା ବିଶ୍ୱରେ ପୃଥିବୀରେ ଘଟୁଛି ତାହା ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ। ୟେସ୍, ଆମେ ଟିଭି ଦେଖୁଛୁ,
टीवी रे जो न्यूज देखुछु खबर कागज आज अनेक कम पढ़ुछु किंतु आम मिशन रो व्यवस्थापक आर स्टैनली कहती प्रत्येक दिन आमे बाइबल पढ़ी सारिला परे आमे खबर कागज पढ़िबार अछि कारण जगत रे कोन घटुछि आमे जानिबार अछि जगत रे जहा घटुछि आमे जदि न जानिबा आमे जगत पय प्रार्थना करि परिबानी आमे एते मध्य जगत रो हाथ छड़ा हेबा नै जे जगत रे कोन होछि आमे जानिनो we cannot say that I do not know what is happening कोन होछि नाइजेरिया रे कोन होछि सीरिया रे कोन होछि इस्राएल रे गाजा रे we cannot simply say आमे जानिनो कोन होछि यूक्रेन रशिया रे प्रत्येक विषय आमे जानिले आमे प्रार्थना करि पारिबा आमान को प्रार्थना रो स्थायी रे आमे ऊपर को जाई पारिबा तो ये प्रथम विषय होछि मिशनरी प्रेयर मस्ट बी सुप्रीम आउ द्वितीय विषय होछि मिशनरी प्रेयर शुड बी स्पेसिफिक स्पेसिफिक भाबरे प्रार्थना करंतु आमान को मिशन रे आमान को जेतोले शिक्षा दिया जाय आमे प्रत्येक सप्ताह रे गोटे दिन आमे उपवास प्रार्थना रे रहू आमान को पांचटा डी ए बी सी डी रो जो चतुर्थ अक्षर डी अछि पांचटा डी विषय रे आमान को मिशनरी मान को निमंते प्रार्थना करबा पे आमान को सिखाइ छी कोन से पांचटा डी प्रथम डी होछि डिफाइलमेंट अपवित्रता प्रार्थना करंतु जे मिशनरी माने प्रभु को दास माने अपवित्र न हुवंतु द्वितीय विषय होछि डिजीज प्रार्थना करबा उचित जे मिशनरी माने रोगाग्रस्त न हुवंतु अनेक छानबीन परे ए पांचटा विषय को सम्मुख को नेकी अणागला जे मिशनरी मानक पय जेतले प्रार्थना करिबे आमानकर गोटे दल अछंती से दलर ना होछंती पीपीपी प्रिवेंटिव प्रेयर पार्टनर्स से माने कोनोसी मिशन को चांदा दियंतनी मिशन रो कोनोसी विषय रे फाइनेंस सहायता करंतनी किंतु मिशनरी मानक पय प्रार्थना करतवा समय ए पांचटा विषय को नेकी प्रार्थना करंती प्रथम डी होछि डिफाइलमेंट अपवित्रता द्वितीय डी होछि डिजीज रोगाग्रस्त तृतीय विषय होछि डिप्रेशन मिशनरी माने डिप्रेशन रो आउ सम्मुखीन होवंती चिंता चतुर्थ विषय होछि डिविजन कौनसी ए प्रकार मिशन नाही जो मिशन भितरे सेवाकारी माने से माने मनोमालिनतारे डिविजन रे शांति से माने भाग है कि सेवा करंती सेथि पे प्रार्थना करिवो आउ पंचम विषय होछि डेंजर्स मिशनरी माने जेतोले यात्रा करंती विभिन्न प्रकार जगह को जानते विभिन्न प्रकार मलिन पानी पियंती विभिन्न जगह रे मिशनरी माने से माने गाड़ी चलाउतवा समय दूर जगह को जाउतवा समय एक्सीडेंट्स मिशनरी भौणी माने जो माने हाई रेडिएशन एरियास रे काम करंती अनेक मां माने से माने विभिन्न प्रकार कैंसर रे पीड़ित डेंजर्स आजिकाली रो जो रेडिएशंस रे अनेक मिशनरी भौणी माने से माने देखि पारुछु जे नूतन भावरे से माने जो जगह गुडी को रोंती सेठी इन्फेक्ट होंती स्पेसिफिक भावरे प्रार्थना करंतु प्रभु आशीष जीवन को मिशन को आशीर्वाद कर दियो प्रभु आईएम के आशीर्वाद कर दियो एफएमपीबी को आशीर्वाद कर दियो दीज आर ऑल जनरल स्पेसिफिक भावरे प्रार्थना करंतु प्रभु मु एई विषय निमंते प्रार्थना करछु एई मिशन रो सेवक माने पवित्र हुवंतु एई मिशनरी परिवार पवित्र हुवंतु स्पेसिफिक तृतीय विषय होछि मिशनरी प्रेइंग शुड बी सैक्रिफिशियल मिशनरी प्रार्थना त्यागपूरित भावरे होछि हमें कोन पढुछु हमें टिके देखि जिबा रोमियो पत्रिका साधु पाउलो लिपिबद्ध करथिबा रोमियो पत्रिका 9 अध्याय तार प्रथम 1 2 एवं 3 पद दया करके पढ़िबे कि रोमियो 9 अध्याय 1 2 एंड 3 मोर हृदय जे गभीर दुख निरंतर वेदना हेउछि ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି ମିଥ୍ୟା କହୁନାହିଁ ମୋର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋ ସହିତ ସାକ୍ଷ୍ୟ ଦେଉଅଛି କାରଣ ଯେଉଁମାନେ ଶାରୀରିକ ଭାବେ ମୋର ଆତ୍ମୀୟ
ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ଯେ ଖ୍ରୀଷ୍ଟଙ୍କ ଠାରୁ ପୃଥକ ରହି ଛାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି। ଆମେନ୍। ମୋହର ଆମେନ୍। ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି। ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଛି, ମିଥ୍ୟା ନୁହେଁ। ସାଧୁ ପାଉଲଙ୍କୁ ମିଥ୍ୟା କହିବାର ଆବଶ୍ୟକ ନାହିଁ, ବଟ୍ ହି ଇଜ୍ ରିକନଫର୍ମିଂ। ଆଉ ଥରେ ସେ ଗୁରୁତ୍ୱ ଭାବରେ କହୁଛନ୍ତି, ଆଇ ଏମ୍ ନଟ୍ ଲାଇଂ, ମାଇ କନସାଇନ୍ସ ଇଜ୍ ଆଲସୋ ବିୟରିଂ ୱିଟନେସ୍। ଆଇ ଏମ୍ ନଟ୍ ଲାଇଂ, ଆଇ ହାଭ୍ ଏ ଗ୍ରେଟ୍ ହେଭିନେସ୍, କଣ୍ଟିନ୍ୟୁଆଲ ସରୋ। କଣ ପାଇଁ? ମୋହର ନିଜର ଲୋକମାନେ, the gospel of God and the nation of Israel, ଏଇଟା ହିଁ ଈଶ୍ୱରଙ୍କର ଉତ୍କୃଷ୍ଟ ପ୍ରାର୍ଥନା ସେ କରୁଅଛନ୍ତି। ଈଶ୍ୱରଙ୍କ ସାନ୍ନିଧ୍ୟରେ ସେ ପ୍ରାର୍ଥନା ନିବେଦନ କରୁଅଛନ୍ତି, ଗଭୀର ବେଦନା ପ୍ରକାଶ କରୁଅଛନ୍ତି। ସାକ୍ରିଫିସିଆଲ। ପାଉଲଙ୍କ ଭଳି କେହି ମଧ୍ୟ ବିଜି ନଥିଲେ। ସେ ଯେତିକି ବ୍ୟତିବ୍ୟସ୍ତ ରହୁଥିଲେ ସେବା ନିମନ୍ତେ, କୋଉଠୁ ଶିଖିଲେ ସିଏ? ତାଙ୍କ ହୃଦୟର ବାଞ୍ଛା ସିଏ ଦଶ ଅଧ୍ୟାୟ, ସେଇ 10 ଅଧ୍ୟାୟର ପ୍ରଥମ ପଦରେ ସେ କହୁଛନ୍ତି। କଣ କହୁଛନ୍ତି ପ୍ରଥମ ପଦ୍ୟରେ? ଏଇ 10ମ ଅଧ୍ୟାୟର ପ୍ରଥମ ପଦରେ, ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ମୋହର ପ୍ରାର୍ଥନା। ଆମେନ୍। ସେମାନେ ଯେ ପ୍ରକାର ମାନେ 9ମ ଅଧ୍ୟାୟକୁ ସେ ଶେଷ କରୁଥିବା ସମୟରେ, ଇସ୍ରାଏଲ ନିମନ୍ତେ ସେ ପ୍ରାର୍ଥନା କରୁଥିବା ସମୟରେ ସେ କରୁଛନ୍ତି ଯେ, ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି। 9ମ ଅଧ୍ୟାୟରେ ଯେତିକି ସେ ଆଙ୍ଗୁଇଶନେସ୍ ସେ ପ୍ରକାଶ କରୁଛନ୍ତି, ଯେତିକି ସେ ଭାଙ୍ଗି ମନକୁ ଚୂର୍ଣ୍ଣ କରିକି ସେ ତାଙ୍କର ସାକ୍ଷ୍ୟ ସେ କହୁଛନ୍ତି, ଆଉ 10ମ ଅଧ୍ୟାୟରେ ତାଙ୍କର ବାଞ୍ଛାକୁ ସେ ପ୍ରକାଶ କରୁଛନ୍ତି। ଦିସ୍ ଇଜ ମାଇ ହାର୍ଟ ଡିଜାୟାର that they should be saved. କଣ ପାଇଁ ସେ ଏ ପ୍ରକାର ପ୍ରାର୍ଥନା କରୁଅଛନ୍ତି? ସେ ଶିଖିଛନ୍ତି ବାଇବଲରେ ଥିବା ଆଦିମ ପ୍ରଭୁଙ୍କ ଦାସ ମାନେ କି ପ୍ରକାର ପ୍ରାର୍ଥନା କରୁଥିଲେ। ସାକ୍ରିଫିସିଆଲ ପ୍ରେୟର। ପ୍ରଭୁଙ୍କ ମହାନ ଦାସ ମୋଶା ତାଙ୍କ ସାନ୍ନିଧ୍ୟରେ, ସଦାପ୍ରଭୁଙ୍କ ସାନ୍ନିଧ୍ୟରେ ଯାତ୍ରା ପୁସ୍ତକ 32 ଏବଂ ତାର 32, 32 and 32 ବହୁତ ସୁନ୍ଦର ଭାବରେ ଆମେ ମନେ ରଖିପାରିବା। ଯଦି କାଢୁଛୁ ଆମେ ପଢିପାରିବା। ଯାତ୍ରା ପୁସ୍ତକ 32 ଅଧ୍ୟାୟର 32 ପଦ ପ୍ରାର୍ଥନା କରୁଅଛନ୍ତି ମୋଶା, ଏବଂ ସେ କଣ କହୁଛନ୍ତି ଦେଖିବା ଆମେ। ତଥାପି ଏବେ ତୁମ୍ଭେ ଯେବେ ସେମାନଙ୍କ ପାପ କ୍ଷମା କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଛି, ତୁମର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ। ଆମେନ୍। ଇଟ୍ସ ଏ ଡିମାଣ୍ଡ। କ୍ଲାସରେ ପିଲାମାନେ ଯେପରି ଡିମାଣ୍ଡ କରନ୍ତି, ଆଜି ଆମକୁ ଛୁଟି ଦରକାର ଅଛି, ଆପଣ ଯଦି ଦେବେନି ମତେ କଲେଜରୁ କାଢି ଦିଅନ୍ତୁ। ଆଉ ପିଲାମାନେ ସମସ୍ତେ ସେଇ କ୍ଲାସର ଲିଡରକୁ କୁହନ୍ତି, ହଁ ଆମେ ତୁମ ସହିତ ଅଛୁ, ଆଜି ସମସ୍ତଙ୍କୁ ଛୁଟି ଦରକାର। ସାର୍ ଆପଣ ମାନେ ଯଦି ଛୁଟି ଦେବେନି ଆମ ସମସ୍ତଙ୍କୁ ଆବସେଣ୍ଟ କରିଦିଅନ୍ତୁ, କିଛି ଅସୁବିଧା ନାହିଁ। ଡିମାଣ୍ଡ ପରମେଶ୍ୱରଙ୍କ ସମ୍ମୁଖରେ ଗୋଟେ ଏଇ ପ୍ରକାର ଡିମାଣ୍ଡ ଯୋଉଠି କି ମୋଶାଙ୍କର ଜୀବନ ମଧ୍ୟ ଚାଲିଯିବ। ପ୍ରଭୁ ଯଦି ଏଇଟା ନକାରାତ୍ମକ ଭାବେ ନେଇଥାନ୍ତେ, ସେ ନିଜେ କହି ଦଉଛନ୍ତି ମୋଶା, ଯଦି ମତେ ଡିଲିଟ କରିଦବ, ଫରଗିଭ ଦେମ୍ ଅର ଫରଗେଟ ମି, ସେମାନଙ୍କୁ କ୍ଷମା କର, ନାଇଁ ଯଦି ମତେ ଭୁଲି ଯାଅ। ପ୍ରଭୁଙ୍କୁ ଅପସନ ନ ଦେବା ଗୋଟେ ପ୍ରାର୍ଥନା। I will not give you any option. ଏକରେ ତୁମେ ଭାରତ ଦେଶକୁ ତୁମେ ପରିତ୍ରାଣ ଦିଅ, ନାଇଁ ଯଦି ମତେ ଭୁଲି ଯାଅ। କେବଳ ଜଣେ ପ୍ରଭୁଙ୍କ ଦାସ କରିଥିଲେ ତାହା ନୁହେଁ, ପ୍ରଭୁଙ୍କ ଜଣେ ଦାସୀ ମଧ୍ୟ ତାହା କରିଛନ୍ତି। ଏସ୍ତେରରେ ଆମେ ଦେଖିପାରୁଛୁ, ସେଇ ଏସ୍ତେର ପୁସ୍ତକରେ 4th ଅଧ୍ୟାୟର 16 ପଦରେ, ତୁମେ ଯାଅ, ତୁମେ ପ୍ରାର୍ଥନା କର, ମୁଁ ମଧ୍ୟ ରାଜଗୃହରେ ମୁଁ ପ୍ରାର୍ଥନା କରିବି, ଆଉ ଯଦି ମରିଲେ ମୁଁ ମରିବି। If I die, I die. ନିଜ ବେକରେ କାତି ରଖିକି ମିଶନାରୀ ପ୍ରାର୍ଥନା, ମିଶନାରୀ ସେବା ବା ମିଶନାରୀ ପ୍ରଚାର ନିମନ୍ତେ ମୁଁ କହୁ ନାହିଁ ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ମାନେ, ଦିସ୍ ଇଜ ମିଶନାରୀ ପ୍ରେଇଂ। ସେଥି ନିମନ୍ତେ ଜର୍ଜ ୱିଟଫିଲ୍ଡ, ପ୍ରଭୁଙ୍କ ଜଣେ ମହାନ ଦାସ ଜର୍ଜ ୱିଟଫିଲ୍ଡ, ସେ এই ପ୍ରକାର ତାଙ୍କ ବାୟୋଗ୍ରାଫିରେ ଲେଖନ୍ତି, ଓ ଲର୍ଡ give me souls or take away my soul. ପ୍ରଭୁ ମତେ ଆତ୍ମା ଦିଅ, ନାଇଁ ଯଦି ମୋ ଆତ୍ମା ତୁମେ ନେଇଯାଅ।
जॉन नॉक्स से प्रकार प्रार्थना करथिले, ओ लॉर्ड, ओ गॉड, गिव मी स्कॉटलैंड और आई डाई। मते स्कॉटलैंड देश को दे दियो प्रभु, नाइ जदि मु मरि। सैक्रिफिशियल बेले बेले मिशनरी सेवा ପାଇଁ ଯେତେବେଳେ ଆପଣମାନେ ତ୍ୟାଗପୂର୍ଣ୍ଣ ଭାବରେ ପ୍ରାର୍ଥନା କରିବା ପାଇଁ ଚିନ୍ତା କରୁଛନ୍ତି, ଉପବାସ ସହିତ କରନ୍ତୁ। ଫର୍ଷ୍ଟ ରେଫରେନ୍ସ ଅଫ୍ ଫାଷ୍ଟିଂ ଇନ୍ ଦ ବୁକ୍ ଅଫ୍ ଆକ୍ଟସ୍, ପ୍ରେରିତ ପୁସ୍ତକରେ ପ୍ରଥମ ଥର ପାଇଁ ଯେତେବେଳେ ଉପବାସ ପ୍ରାର୍ଥନା ବିଷୟରେ ଲେଖା ଅଛି, ସେଇ ଉପବାସ ପ୍ରାର୍ଥନା ହଉଛି ମିଶନାରୀ ପ୍ରାର୍ଥନା। ପ୍ରେରିତ 13 ଅଧ୍ୟାୟକୁ ଆପଣମାନେ କାଢି ପାରିବେ, ଆପଣମାନେ ପରେ ପଢନ୍ତୁ। ଆକ୍ଟସ୍ 13th chapter। ପ୍ରଭୁଙ୍କ ଦାସ ମାନେ ଉପବାସରେ ପ୍ରାର୍ଥନା ରହିଲେ। କଣ ପାଇଁ ପ୍ରାର୍ଥନା ରହିଲେ? ଆମ ମଣ୍ଡଳୀ ବୃଦ୍ଧି ପାଉ ବୋଲିକି ନୁହେଁ, କିନ୍ତୁ ଆମ ଠାରୁ ଜଣେ ଚାଲି ଯାଉ। Lord, somebody has to go and who is that person? Let us know। ସେଥିପାଇଁ ସେମାନେ ପ୍ରାର୍ଥନା କରୁଛନ୍ତି। ପ୍ରଭୁ ଯୀଶୁ ସିଏ ମଧ୍ୟ ଯେତେବେଳେ ସାକ୍ରିଫିସିଆଲ ପ୍ରାର୍ଥନା କରୁଛନ୍ତି, ସେ ଦାସ ମାନଙ୍କୁ ନିଯୁକ୍ତ କରିବା ନିମନ୍ତେ ସେ ରାତି ସାରା ଶୋଇ ନାହାନ୍ତି। ଆମେ ରାତି ସାରା କଣ ପାଇଁ ଶୋଉନୁ? ଆମେ ଆମ ଗାଁ, ଆମ ମଣ୍ଡଳୀ, ଆମ ଗାଁରେ ଥିବା ସମସ୍ତେ, ଆମ ମଣ୍ଡଳୀରେ ଥିବା ସମସ୍ତେ ଆଶୀର୍ବାଦ ପାଆନ୍ତୁ। କେତେ ଜଣଙ୍କର ବାହା ହେଇନି, କେତେ ଜଣଙ୍କର ଚାକିରି ପାଇନାହାନ୍ତି, ସମସ୍ତେ ଚାକିରି ପାଆନ୍ତୁ, ଧନ ଧାନ୍ୟରେ ପୂର୍ଣ୍ଣ ହୁଅନ୍ତୁ। ସେଥିପାଇଁ ଆସନ୍ତୁ ସାରା ରାତି ପ୍ରାର୍ଥନା କରିବା। କିନ୍ତୁ ଯୀଶୁ ଖ୍ରୀଷ୍ଟ କଣ କରିଛନ୍ତି? ଲୋକ ଲିଖିତ ସୁସମାଚାର 6 ଅଧ୍ୟାୟରେ ସେ ସାରା ରାତି ପ୍ରାର୍ଥନା କରିଲେ। କଣ ପାଇଁ? ତା ଆର ଦିନ, ତା ପରଦିନ ଦ୍ୱାଦଶଙ୍କୁ ନିଯୁକ୍ତ କରିବା ନେବ। I'll be forsaking, foregoing sleep। ମୋ ନିଦ୍ରାକୁ ମୁଁ ତ୍ୟାଗ କରିବି। କଣ ପାଇଁ? ଆଗାମୀ ଦିନ ମୁଁ ତୁମମାନଙ୍କ ମଧ୍ୟରୁ 12 ଜଣକୁ ମୁଁ ନିଯୁକ୍ତ କରୁଅଛି। ସାକ୍ରିଫିସିଆଲ ପ୍ରେୟାର। ଚତୁର୍ଥ ବିଷୟ ହଉଛି ମିଶନାରୀ ପ୍ରାର୍ଥନା ସିଷ୍ଟମେଟିକ ଭାବରେ ହେବାର ଅଛି। ସିଷ୍ଟମେଟିକ। ଆମେ ବାଇବଲରେ ଅନେକ ବିଷୟ ଅନେକ ଥର ଦେଖୁଛୁ, କିନ୍ତୁ ସେମାନେ ସମୟକୁ ନେଇକି ପ୍ରାର୍ଥନା କରୁଥିଲେ। ପ୍ରେରିତ ପୁସ୍ତକରେ ଆମେ ଦେଖିପାରୁଛୁ 3ୟ ଅଧ୍ୟାୟର ପ୍ରଥମ ପଦରେ, ଆଉ ସେଟା ପ୍ରାର୍ଥନାର ସମୟ ଥିଲା। ପିତର ଏବଂ ଯୋହନ ପ୍ରାର୍ଥନାର ସମୟରେ ସେମାନେ ମନ୍ଦିରକୁ ଯାଉଥିଲେ। Acts 3:1। ସିଷ୍ଟମେଟିକ। ଯଦି ଆପଣମାନେ ସପ୍ତାହରେ ପ୍ରତିଦିନ ଆପଣମାନେ ମିଶନାରୀ ପ୍ରାର୍ଥନା କରିପାରୁନାହାନ୍ତି, ଏହା ମୋର ଅନୁରୋଧ ଆପଣମାନଙ୍କୁ ଯେ ସପ୍ତାହରେ ଗୋଟେ ଦିନ ଆପଣମାନଙ୍କର କୌଣସି ଦୈନନ୍ଦିନ ବିଷୟ ପାଇଁ ପ୍ରାର୍ଥନା କରନ୍ତୁ ନାହିଁ, ମିଶନାରୀ ପ୍ରାର୍ଥନା କରନ୍ତୁ। ପ୍ରେୟର ସାର୍କୁଲାର୍ସ ୟୁଜ କରନ୍ତୁ, FMPB, BYM, ଜେମ୍ସ, IEM। ପ୍ରେୟର ଗାଇଡ ୟୁଜ କରନ୍ତୁ, ଅପରେସନ ୱାର୍ଲଡ, ଯାହାକି ସବୁଠାରୁ ଉତ୍ତମ ପ୍ରାର୍ଥନାର ପୁସ୍ତକ ଆଜି ଅନଲାଇନ ଅଛି। ଅପରେସନ ୱାର୍ଲଡ ମୁଁ ବାରମ୍ବାର କହୁଛି, ଆପଣମାନେ ଅନଲାଇନ ମୋବାଇଲରେ ସ୍କ୍ରିନରେ ଆପଣମାନେ ଦେଖିପାରିବେ। ପ୍ରତ୍ୟେକ ଦେଶର ପରିସ୍ଥିତି କଣ, ଆପଣମାନେ ଅପରେସନ ୱାର୍ଲଡ ସେଇ ପୁସ୍ତକ ବା ସେ ୱେବସାଇଟକୁ ଆପଣମାନେ ଯାଇପାରିବେ। କେଉଁ ବିଷୟ ନିମନ୍ତେ ପ୍ରାର୍ଥନା କରିବାର ଅଛି, ସେ ପୁସ୍ତକ ଆପଣମାନଙ୍କୁ ଗାଇଡ କରିବ। ପଞ୍ଚମ ବିଷୟ, ମିଶନାରୀ ପ୍ରେୟର ମଷ୍ଟ ବି ସ୍ପିରିଟ ଫିଲ୍ଡ। ସ୍ପିରିଟ ଫିଲ୍ଡ ବହୁତ ବୃହତ ସେବା କାର୍ଯ୍ୟ, ମିଶନାରୀ ସେବା କାର୍ଯ୍ୟ। ଏଟା କ୍ଷୁଦ୍ର ନୁହେଁ। ଜିଖରିଓ 4th ଅଧ୍ୟାୟ 6 ପଦ ଦୟାକରି ପଢିବେ। ଜିଖରିଓ 4th ଅଧ୍ୟାୟ 6 ପଦ। ବହୁତ ବୃହତ ବଡ କାର୍ଯ୍ୟ, କିନ୍ତୁ ପ୍ରଭୁ କଣ କହୁଛନ୍ତି ତାଙ୍କ ବାକ୍ୟରେ? ତହିଁରେ ସେ ମତେ ଉତ୍ତର କରି କହିଲେ, ଏହା ଜିରୁଦାବେଲ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା ପରାକ୍ରମ 6:4-6 ଜିଖରି। Yes, please। ଯଥା ପରାକ୍ରମ ଦ୍ୱାରା ନୁହେଁ, କିମ୍ବା ବଳ ଦ୍ୱାରା ନୁହେଁ, ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଆମେନ୍। Yes, ପରାକ୍ରମ ଦ୍ୱାରା ନୁହେଁ, କେଉଁ ମିଶନ କେତେ ବଡ ତାହା ଦ୍ୱାରା ନୁହେଁ, କେଉଁ ମିଶନରେ କେତେ ଲୋକ ଅଛନ୍ତି ସେଇ ବଳ ଦ୍ୱାରା ନୁହେଁ, କିନ୍ତୁ ଆମ୍ଭର ଆତ୍ମା ଦ୍ୱାରା। ଗୋଟେ ଛୋଟିଆ ଡିଫରେନ୍ସ, ଇଂରାଜୀ ବାଇବଲ ଆମେ ଯେତେବେଳେ ୟୁଜ କରୁ ବହୁତ ସୁନ୍ଦର ଭାବରେ, ଆଉ ଆତ୍ମା ଯେତେବେଳେ ବ୍ୟବହାର କରାଯାଏ ସେଠି ସ୍ପିରିଟ S କ୍ୟାପିଟାଲରେ ଥାଏ, ତ ଆମେ ବହୁତ ସୁନ୍ଦର ଭାବରେ ସେଟାକୁ ସାଙ୍ଗେ ସାଙ୍ଗେ ଜାଣିପାରୁ ଯେ ଏଟା ପରମେଶ୍ୱରଙ୍କର ଆତ୍ମା। ଏଟା ଜିଖରିଓଙ୍କର ଆତ୍ମା ନୁହେଁ, ପରମେଶ୍ୱରଙ୍କର ଆତ୍ମା। ବଟ୍ ମାଇ ସ୍ପିରିଟ, ବାଇ ମାଇ ସ୍ପିରିଟ।
Missionary praying should be spirit filled. Spirit. ଆମେ ଦେଖିପାରୁଛୁ ପ୍ରେରିତ ପୁସ୍ତକରେ 16 ଅଧ୍ୟାୟରେ ପ୍ରଭୁଙ୍କ ଦାସମାନେ ଯେତେବେଳେ ପହଞ୍ଚିଲେ ପ୍ରାର୍ଥନା କରିବା ନିମନ୍ତେ ସେହି ସହର ଫିଲିପି ସହରରେ ଥିବା ଲୋକମାନେ କହିଲେ ଏଇ ସହର ଭିତରେ ତୁମେ ପ୍ରାର୍ଥନା କରିପାରିବନି, ସେଥିପାଇଁ ତୁମେ ଯାଅ ସେ ନଦୀ ପାଖରେ ଥିବା ଅନ୍ୟ କୋଉ ଜାଗାରେ ପ୍ରାର୍ଥନା କର। ଆଉ ତାପରେ ସେମାନେ ଯାଇକି ପ୍ରାର୍ଥନା କରୁଛନ୍ତି। ଆଉ ପ୍ରାର୍ଥନା କରୁଥିବା ସମୟରେ ପ୍ରଭୁ କଣ କରିଛନ୍ତି? ପ୍ରଭୁ ଲୁଦିଆଙ୍କର ହୃଦୟକୁ ଖୋଲିଦେଲେ। The Lord opened the heart of Lydia. ଏମାନେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଏଇ ଫିଲିପି ସହର ବା ଏଇ ରୋମରେ ଥିବା ଏଇ ଛୋଟିଆ କଲୋନୀ ପରିତ୍ରାଣ ପାଉ, କିନ୍ତୁ ପ୍ରଭୁ ଲୁଦିଆଙ୍କ ହୃଦୟରେ କଥା କହିଲେ। ସ୍ପିରିଟ ୱାଜ ୱାର୍କିଂ। ଅନେକ ଥର ଆମେ ଏ ବିଷୟକୁ ଶୁଣିଛୁ କି ନାହିଁ, କିନ୍ତୁ ପ୍ରଭୁଙ୍କ ଦାସମାନେ କୁହନ୍ତି that which was started by the spirit should continue by the spirit. ଯଦି ପ୍ରଭୁଙ୍କର ଆତ୍ମା ଦ୍ୱାରା ଆରମ୍ଭ ଚାଳିତ ସେବା କାର୍ଯ୍ୟ ଆରମ୍ଭ ହେଇଛି, ତାହେଲେ ସେଟା ପ୍ରଭୁଙ୍କର ଆତ୍ମା ଦ୍ୱାରା ସେ ସେବା କାର୍ଯ୍ୟ ଚାଲିପାରିବ। ଆଜିକାଲିର ନୂତନ ଗୋଷ୍ଠୀ ଏବଂ ଯୌବନ ଅବସ୍ଥାରେ ଥିବା ଯୁବକମାନଙ୍କୁ ମୁଁ ଅନେକ ଥର ଏ ବିଷୟ କହିଥାଏ। ଆତ୍ମା ଦ୍ୱାରା ଆରମ୍ଭ ହେଇଥିବା ସେବା କାର୍ଯ୍ୟକୁ ଆମେ ମନୁଷ୍ୟ ଭାବରେ ମାନସିକ ଭାବରେ ଜ୍ଞାନର ସହିତ ଆଜିକାଲିର ବାଦ୍ୟ ଯନ୍ତ୍ର ତନ୍ତ୍ର ସହିତ କମ୍ପ୍ୟୁଟର ସହିତ ଆମେ କରିପାରିବା ନାହିଁ। ଆତ୍ମା ଦ୍ୱାରା ମିଶନାରୀ ୱାର୍କ should be spirit led, spirit filled. ଆତ୍ମାର ସେ ଚାଳନା ନିମନ୍ତେ ପ୍ରାର୍ଥନା କରନ୍ତୁ। ଷଷ୍ଠ ବିଷୟ 6 ନମ୍ବର ବିଷୟ ହଉଛି ମିଶନାରୀ ପ୍ରେଇଂ should be scriptural. ବହୁତ ଆନନ୍ଦିତ କରିବା ବିଷୟ ସ୍କ୍ରିପ୍ଚୁରାଲ। ମିଶନାରୀ ପ୍ରାର୍ଥନା ବାକ୍ୟ ଆଧାରିତ। The entire Bible is the basis for missions. ଆଦି ପୁସ୍ତକରୁ ପ୍ରକାଶିତ ପର୍ଯ୍ୟନ୍ତ ପ୍ରଭୁଙ୍କର ପରିତ୍ରାଣର କାହାଣୀ ନୂତନ ନିୟମରେ ଥିବା ପ୍ରତ୍ୟେକ ପୁସ୍ତକ ମିଶନାରୀ ମାନଙ୍କ ଦ୍ୱାରା ଲେଖାଯାଇଛି। ମାଥ୍ୟୁ ଇଥିଓପିଆରେ ସେ ମରିଯାଇଥିଲେ। ମାର୍କ ଆଲେକ୍ସାଣ୍ଡ୍ରିଆରେ ସେ ମଣ୍ଡଳୀ ସ୍ଥାପନ କରିଥିଲେ ଆଉ ନିରୋ ରାଜାଙ୍କ ଦ୍ୱାରା ସେ ମୃତ୍ୟୁଭୋଗ ହେଇଥିଲେ। ଲୁକ ଜଣେ ମିଶନାରୀ ଡକ୍ଟର। ଜହନ ଏଫିସ୍, ତାପରେ ଶେଷରେ ପାତ୍ମୋସ ଦ୍ୱୀପକୁ ସେ ପଳାଇଥିଲେ। ତାଙ୍କର ରିଟାୟାରମେଣ୍ଟ ଲାଇଫରେ ସେ ସେଇଠି ସେ ଜୀବନ କାଟିଥିଲେ। ପାଉଲ ଯେତିକି ପତ୍ରିକା ଲେଖିଛନ୍ତି ସବୁ ମିଶନାରୀ ଜର୍ଣ୍ଣିସରେ, ତାଙ୍କର ମିଶନାରୀ ଯାତ୍ରାରେ ସେ ଲେଖିଛନ୍ତି। କଣ ପାଇଁ ଏ ସବୁ ବିଷୟ ମୁଁ କହିବା ପାଇଁ ଚାହୁଁଛି? ମିଶନାରୀ ପ୍ରାର୍ଥନା ବାକ୍ୟ ଅନୁସାରେ ଥିବାର ଅଛି। ଆମେ ଅନେକ ଜାଗାରେ ଆମେ ପଢୁଛୁ, ଦେଖୁଛୁ ଏବଂ ଜାଣୁଛୁ ପ୍ରଭୁ କହୁଛନ୍ତି ମୁଁ ମୋର ମଣ୍ଡଳୀ ମୁଁ ସ୍ଥାପିତ କରିବି, ମୁଁ ମୋହର ମଣ୍ଡଳୀ ସ୍ଥାପିତ କରିବି। ଦିସ୍ ଇଜ ଗିଭିଂ ଏ ଚ୍ୟାଲେଞ୍ଜ ଫର ମିଶନାରୀ ୱାର୍କ। ଆଦ୍ୟ ମଣ୍ଡଳୀକୁ ଯେତେବେଳେ ଆପଣମାନେ ଦେଖୁଛନ୍ତି, ପ୍ରଥମ ମଣ୍ଡଳୀ ସେମାନେ ଅନେକ ଜାଗାକୁ ଆନ୍ତିଓକକୁ ଅନେକ ଜାଗାକୁ ସେମାନେ ମିଶନାରୀ ମାନେ ପଠାଇଛନ୍ତି ଆଉ ନିଜ ଜୀବନକୁ ସେମାନେ ତ୍ୟାଗ କରିଛନ୍ତି। ମିଶନାରୀ ପ୍ରାର୍ଥନା କରୁଥିବା ସମୟରେ ବାକ୍ୟ ଅନୁସାରେ କରନ୍ତୁ। ବାଇବଲକୁ ଯେତେବେଳେ ଆପଣମାନେ ପବିତ୍ର ଧର୍ମଶାସ୍ତ୍ରକୁ ଯେତେବେଳେ ପଢୁଛନ୍ତି, ସେଇ ମନରେ ପଢନ୍ତୁ ଯେ ଏଇ ପୁସ୍ତକ ମତେ ଏଇ ପ୍ରକାର ଗୋଟେ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ, ଆହ୍ୱାନ ପାଇଁ ପ୍ରସ୍ତୁତ କରିବ। ମୁଁ ସବୁବେଳେ ସଦା ସର୍ବଦା ଯିବା ପାଇଁ ପ୍ରସ୍ତୁତ ଥିବି। ପ୍ରଭୁ ମତେ ଯୁଆଡେ ପଠାଇବେ, ପ୍ରଭୁଙ୍କ ଆତ୍ମା ମତେ ଯୁଆଡେ ପଠାଇବେ, ମୁଁ ଯିବା ପାଇଁ ପ୍ରସ୍ତୁତ ଥିବି। ଆଉ ସପ୍ତମ ବିଷୟ ଏବଂ ଶେଷ ବିଷୟ ହଉଛି ମିଶନାରୀ ପ୍ରେଇଂ must be sustained. ନିରନ୍ତର ଲଗାତାର ଏହି ପ୍ରାର୍ଥନା ଚାଲିଥିବାର ଅଛି। ମିଶନାରୀ ପ୍ରାର୍ଥନା କେବଳ ଅକ୍ଟୋବର ମାସ ନିମନ୍ତେ ନୁହେଁ। ମିଶନାରୀ ପ୍ରାର୍ଥନା କେବଳ ଜୀବନର ଥରେ ବର୍ଷକୁ ଥରେ ନୁହେଁ। କେବଳ ଗୋଟେ ମିଶନ ସଣ୍ଡେରେ ଗୋଟେ ମିଶନ
ପାଇଁ ଗୋଟେ ମିଶନାରୀ ମାନେ ଆସିଲେ, ସେମାନେ ପ୍ରାର୍ଥନା କରିକି ଚାଲିଗଲେ, ତାପରେ ବର୍ଷ ସାରା ମୋର ପ୍ରାର୍ଥନା ତାହା ନୁହେଁ। ଆପଣ ମାନଙ୍କର ଦୈନନ୍ଦିନ ପ୍ରାର୍ଥନାରେ ମିଶନାରୀ ମାନଙ୍କ ନିମନ୍ତେ ପ୍ରାର୍ଥନା ନିଶ୍ଚିତ ଭାବରେ ନିରନ୍ତର କରନ୍ତୁ। ଜହନ ଲିଖିତ ସୁସମାଚାର 4th ଅଧ୍ୟାୟ 36 ପଦରୁ 38 ପଦ ଆମେ ପଢିଯିବା। ଜହନ ଲିଖିତ ସୁସମାଚାର 4th ଅଧ୍ୟାୟ 36 ପଦରୁ 38 ପଦ। 36 Yes. ଏବେ ସୁଦ୍ଧା କୋଟାଳି ମୂଲ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳି ଓ କୋଟାଳି ଉଭୟ ମିଳି ଆନନ୍ଦ କରିବେ। କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ। ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରିନାହଁ, ତାହା ମୂଲ କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି। ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ। ମୁଁ ଯାହା କରିଅଛି ସେଇ ସବୁ ସେ ମତେ କହିଲେ ବୋଲି ଯେଉଁ ସ୍ତ୍ରୀ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ଏହି ନଗର ସମ୍ମିଳନୀଙ୍କ ମଧ୍ୟରୁ ଅନେକ ତାହାଙ୍କ ଠାରେ ବିଶ୍ୱାସ କଲେ। ଅତଏବ ଏହି ସମ୍ମିଳନୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ। ଆଉ ସେ 2 ଦିନ ସେ ଆମେ ସ୍ଥାନରେ ରହିଲେ। ଏଇ ସ୍ଥାନରେ ଆମେ ଦେଖିପାରୁଛୁ, ସେ ବୁଣାଣି ବିଷୟରେ କୁହନ୍ତି, କୋଟାଳି ବିଷୟରେ କୁହନ୍ତି ଏବଂ ଜଳ ସେପନ କରିବା ବିଷୟରେ କୁହନ୍ତି। ମିଶନାରୀ କାର୍ଯ୍ୟ ଇନଷ୍ଟାଣ୍ଟଲି ହୁଏନି। ମିଶନାରୀ ସେବା କାର୍ଯ୍ୟ ଇନଷ୍ଟାଣ୍ଟଲି ହୁଏନି। ବେଳେ ବେଳେ 15 ବର୍ଷ ଲାଗେ, ବେଳେ ବେଳେ 18 ବର୍ଷ ଲାଗେ। ଯଦି ଚାଇନା ଦେଶରେ ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ତାହେଲେ ଚାଇନା ଦେଶରେ 140 ବର୍ଷର ଇତିହାସ କେବଳ ମଞ୍ଜି ରୋପଣ। 140 years of seed sowing, it is not one day. ଆଜିକାଲିର ମିଶନାରୀ ମାନଙ୍କୁ, ମିଶନାରୀ ସେବା କାର୍ଯ୍ୟରେ ଥିବା ମିଶନର ନେତାମାନଙ୍କୁ ମଧ୍ୟ ମୁଁ ଏହି ବିଷୟ ପଚାରିଥାଏ। ସେମାନେ ରିପୋର୍ଟ ମାଗନ୍ତି। ଏଇ ବର୍ଷରେ କେତେ ଜଣ ବାପ୍ତିସ୍ମ ନେଲେ, ଗୋଟେ ମାସରେ କେତେ ଜଣଙ୍କୁ ସୁସମାଚାର କୁହାଗଲା। ସେ ସମୟରେ ମତେ ମନେ ପଡେ ଯେ ଚାଇନା ଦେଶରେ ଯେତେବେଳେ ସୁସମାଚାର ଯାଇଥିଲା, ସେଇ ସୁସମାଚାର କେବଳ ବୁଣାଣିରେ ମିଶନାରୀ ମାନେ 140 ବର୍ଷ ଲାଗି ରହିଥିଲେ। ସେଥି ନିମନ୍ତେ ଆଜି ଚାଇନା ଦେଶରେ ଖ୍ରୀଷ୍ଟିଆନ ଥିବା ଲୋକମାନେ, ଚାଇନା ଦେଶରେ ଥିବା ଖ୍ରୀଷ୍ଟିଆନ ଲୋକମାନଙ୍କର ସଂଖ୍ୟା ଭାରତ ଦେଶରେ ଥିବା ଖ୍ରୀଷ୍ଟିଆନ ସଂଖ୍ୟା ଠାରୁ ଅଧିକ। କାହିଁକି? ସେମାନେ କେବଳ ବୁଣି ଚାଲିଲେ। ଆଜି ଆମେରିକା ଦେଶରେ ଥିବା ଜଣ୍ଡେରବାନ ଆଉ ଇଣ୍ଟରନ୍ୟାସନାଲ ବାଇବଲ ସୋସାଇଟି ଯଦି ବାଇବଲ ପ୍ରିଣ୍ଟିଂ କରିବା ପାଇଁ ଇଚ୍ଛା କଲେ, ସେମାନେ ଇଣ୍ଡିଆରେ ପ୍ରିଣ୍ଟ କରିନାହାନ୍ତି, ସେମାନେ ଚାଇନାରେ ପ୍ରିଣ୍ଟ କରନ୍ତି। କାହିଁକି? ସେତିକି ଆଧୁନିକ ଭାବରେ ବାଇବଲ ପ୍ରିଣ୍ଟିଂ ର ଟେକ୍ନିକ ଚାଇନାରେ ଅଛି। ଆମେରିକା ପରେ ଚାଇନାରେ, କୋରିଆରେ ବାଇବଲ ପ୍ରିଣ୍ଟ ହୁଏ। ଆମେ ଯେତେବେଳେ ଓଡିଆ ବାଇବଲ କିଣିବା ପାଇଁ ଯାଉ, ଆମେ ପଚାରିଥାଉ, ଭାଇ କୋରିଆନ ପ୍ରିଣ୍ଟ ବାଇବଲ ଅଛି କି? କାହିଁକି? ସେମାନେ ରୋପଣ କରୁଥିଲେ। ରୋପଣ ବେଳେ ବେଳେ ମିଶନାରୀ ପ୍ରାର୍ଥନା ନିରନ୍ତର ସଷ୍ଟେନ୍ଡ ଭାବରେ ଆମେ କରିବାକୁ ପଡେ। ଡାନିଏଲଙ୍କ ପ୍ରାର୍ଥନା ଯଦି ଆପଣ ମାନେ ପଢିପାରିବେ, ଡାନିଏଲ 10ମ ଅଧ୍ୟାୟ 12 ପଦ ଏବଂ 13 ପଦ କାଢନ୍ତୁ, ଆମେ ଦେଖିପାରିବା। ଆପଣ ମାନେ ଯଦି କେବେ ଶୁଣିଥିବେ କି ନାହିଁ ମୁଁ ଜାଣିନି, କିନ୍ତୁ ଜର୍ଜ ମୁଲରଙ୍କ ଜୀବନକୁ ଆମେ ଯଦି ଦେଖିବା, ସେ 2 ଜଣ ମଦୁଆ ଲୋକମାନଙ୍କ ପାଇଁ 40 ବର୍ଷ ପ୍ରାର୍ଥନା କରିଛନ୍ତି। କିନ୍ତୁ ସେଇ ମଦୁଆ ଲୋକମାନେ, ସେ 2 ଜଣ ମଦୁଆ ଲୋକମାନେ ଜର୍ଜ ମୁଲର ଯେତେବେଳେ ମରିଗଲେ, ତାଙ୍କ ସମାଧି ସ୍ଥାନରେ ସେମାନେ ପରିତ୍ରାଣ ପାଇଲେ। ଆଉ ତାପରେ ସେମାନେ 2 ଜଣ ଯାକ ମିଶନାରୀ ହେଇଗଲେ। 40 ବର୍ଷ 2 ଜଣ ମଦୁଆ ନିମନ୍ତେ ପ୍ରାର୍ଥନା। ଆମେ 2 ବର୍ଷ କରୁ, 5 ବର୍ଷ କରୁ, ଏଇ ମଦୁଆ ମାନେ ଆଉ କେବେ ମଦ ଛାଡିବେନି, ସେଥିପାଇଁ ଛାଡ, ଏ କାମ ବନ୍ଦ କର। এই ପ୍ରକାର ଆମେ ଇଚ୍ଛା ରଖିଥାଉ, କିନ୍ତୁ ଆମେ ନିରନ୍ତର ଲଗାତାର ପ୍ରାର୍ଥନା କରିବା। ଡାନିଏଲ 10ମ ଅଧ୍ୟାୟ 12 ଏବଂ 13 ପଦ ପଢନ୍ତୁ। ଏଥିରେ ସେ ମତେ କହିଲେ, ହେ ଦାନିଏଲ, ଭୟ କର ନାହିଁ, କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ
ଓ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଆପଣଙ୍କୁ ନମ୍ର କରିବା ପାଇଁ ଆପଣ ମନୋନିବେଶ କଲ, ସେଇ ଦିନ ଠାରୁ ତୁମ୍ଭର ବାକ୍ୟ ଶୁଣାଗଲା। ଆଉ ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ। ମାତ୍ର ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ଆମ ପ୍ରତିବାଦ କଲା। ମାତ୍ର ଦେଖ, କେତେ ଦିନ? 21 ଦିନ। 21 ଦିନ 21 ଦିନ ପର୍ଯ୍ୟନ୍ତ ପ୍ରତିବାଦ କରୁଛନ୍ତି ଏବଂ 21 ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସଲି ଡାନିଏଲ ପ୍ରାର୍ଥନା କରୁଛନ୍ତି। ପ୍ରତିବାଦ ସତ୍ତ୍ୱେ ସେ 21 ଦିନ ପର୍ଯ୍ୟନ୍ତ ପ୍ରାର୍ଥନାରେ ନିରନ୍ତର ଅଛନ୍ତି। ପ୍ରଭୁ ତୁମେ ଜବାବ ଦିଅ, ପ୍ରଭୁ ତୁମେ ଉତ୍ତର ଦିଅ। କନସିଷ୍ଟେଣ୍ଟ ସଷ୍ଟେନ୍ଡ ମିଶନାରୀ ପ୍ରାର୍ଥନା। କଣ ପାଇଁ? ଶେଷ ବିଷୟ ମୁଁ କହିକି ଶେଷ କରୁଛି। ଆମମାନଙ୍କର ଆଣ୍ଠୁ ପରମେଶ୍ୱରଙ୍କ ସାନ୍ନିଧ୍ୟରେ ଆମେ ଭାଙ୍ଗିକି ଯେତେବେଳେ ପର୍ଯ୍ୟନ୍ତ ରଖିବା ନାହିଁ, ପରମେଶ୍ୱରଙ୍କର ବାକ୍ୟରେ ଥିବା ସେଇ ମହାନ ପରମେଶ୍ୱରଙ୍କର ବାକ୍ୟରେ ଥିବା ସେଇ ମହାନ ପ୍ରତିଜ୍ଞା ଯାହା ପରିପୂର୍ଣ୍ଣ ହେବା ପାଇଁ ଯାଉଅଛି, ପୃଥିବୀରେ ଥିବା ପ୍ରତ୍ୟେକ ଆଣ୍ଠୁ ଭାଙ୍ଗିବ। ତାହାଙ୍କ ସାନ୍ନିଧ୍ୟରେ ପ୍ରତ୍ୟେକ ଆଣ୍ଠୁ ଭାଙ୍ଗିବ ଏବଂ ପ୍ରତ୍ୟେକ ଜିଭା ସ୍ୱୀକାର କରିବ ଯେ ଯୀଶୁ ହିଁ ପ୍ରଭୁ ଅଟନ୍ତି। କିନ୍ତୁ ପୃଥିବୀସ୍ଥ ଲୋକମାନଙ୍କର ସମସ୍ତଙ୍କର ଆଣ୍ଠୁ ଭାଙ୍ଗିବା ଆଗରୁ ଆମମାନଙ୍କର ଆଣ୍ଠୁ ନିରନ୍ତର ଭାଙ୍ଗିବା। କଣ ପାଇଁ ଭାଙ୍ଗିବା? ଜଣେ ପ୍ରଭୁଙ୍କ ଦାସ ଭାବରେ ମୁଁ ଏହି ନିବେଦନ ଆପଣମାନଙ୍କ ସାମ୍ନାରେ ରଖୁଛି ଯେ ମିଶନାରୀ ପ୍ରାର୍ଥନା ପାଇଁ ଆମେ ଆଣ୍ଠୁ ଭାଙ୍ଗିବା। ମିଶନାରୀ ପ୍ରାର୍ଥନା ପ୍ରଥମ ବିଷୟ ଆମେ ଦେଖୁଥିଲୁ। ମିଶନାରୀ ପ୍ରେଇଂ ସୁଡ୍ ବି ସୁପ୍ରିମ, ସବୁଠାରୁ ସର୍ବୋଚ୍ଚ ପ୍ରାର୍ଥନା। ଦ୍ୱିତୀୟ ବିଷୟ ଦେଖିଗଲୁ, ମିଶନାରୀ ପ୍ରେଇଂ ସୁଡ୍ ବି ସ୍ପେସିଫିକ ଭାବରେ, ନିର୍ଦ୍ଦିଷ୍ଟ ଭାବରେ ପ୍ରାର୍ଥନା କରନ୍ତୁ। ତୃତୀୟ ବିଷୟ ଦେଖୁଥିଲୁ, ମିଶନାରୀ ପ୍ରେଇଂ ସୁଡ୍ ବି ସାକ୍ରିଫିସିଆଲ, ତ୍ୟାଗପୂର୍ଣ୍ଣ ଭାବରେ ମିଶନାରୀ ପ୍ରାର୍ଥନା କରନ୍ତୁ। ଚତୁର୍ଥରେ ଦେଖୁଥିଲୁ, ମିଶନାରୀ ପ୍ରେଇଂ ମଷ୍ଟ ବି ସିଷ୍ଟମାଟିକ, ସମୟ କ୍ରମେ ଆମେ ଆଉ ସେଇ शेड्यूल्ड सिस्टमैटिक प्रार्थना में करबा। पंचमरे आमे देखुतलु मिशनरी प्रेइंग शुड बी स्पिरिट फील्ड, स्पिरिट लेड, आत्मा रे चालित एवं आत्मा पूरित प्रार्थना आमे करबा। तापरे षष्ठरे आमे देखिलु मिशनरी प्रेइंग शुड बी स्क्रिप्चुरल, वाक्य अनुसार आमे देखिबा नूतन नियम रे प्रत्येक दास माने बाइबल गोटे मिशनरी पुस्तक एवं नूतन नियम लिखा जायछि मिशनरीज द्वारा। द्वादश हुंतु साधु पाउल हुंतु समस्ते मिशनरीज, प्रेरित माने साधु माने से प्रकार प्रार्थना से माने सिखाई छंती। और सप्तम प्रार्थना होची मिशनरी प्रेयर्स शुड बी सस्टेन्ड। एटा मन को जीवन सारा जो प्रकार जॉर्ज मुलर 40 वर्ष प्रार्थना कला परे तांकर जीवन शेष रे 2 जण मधुआ परित्राण पाइले, से प्रकार प्रभु अनुग्रह करंतु आपण मानकर प्रार्थना सबु प्रभुଙ୍କ सानिध्य ग्रहाय हो एवं प्रभु अनेक लोक परित्राण धन्यवाद।